ଅଛି ଆପଣ ଫେସବୁକ୍ ହେଇପାରେ ଆଉ ସେପଟେ ଅନଲାଇନ୍ କ୍ଲାସ୍ କ୍ଲିକ୍ କରିବେ ସେଥିରେ ଆପଣ କାଲି ହ୍ୟାକ୍ ହେଇଯିବ ତାପରେ ଇନଷ୍ଟାଗ୍ରାମ ରହୁଛନ୍ତି ବହୁତ କିଛି ସୋସିଆଲ ମିଡ଼ିଆରେ ବି ପ୍ରୋବ୍ଲେମ୍ ରହୁଛି ତେଣୁ ଧ୍ୟାନ ସେ ଆପଣ ୟୁଜ୍ କରିବେ ଆଉ ଯାହାର ବ୍ୟାଙ୍କ ଆକାଉଣ୍ଟ ଅଛି ଯେଉଁ ବ୍ୟାଙ୍କ ଆକାଉଣ୍ଟ ସହିତ ଆପଣଙ୍କର ମୋବାଇଲ ନମ୍ବର ଅଛି ତାଙ୍କୁ କୌଣସି ତାରିଖ ଓ ଟି ପି ଦେବେ ଆପଣ କିଛି ବୁଝିବେ ଗାର୍ଲ ସାଇଡ୍ ଗୋଟେ ବୟ ସାଇଡ୍ ଗୋଟେ କି ଆମ କି ଆମେ ବୁଝେଇ ଆପଣ କିଛି ବୁଝେଇବେ ଯିବ ଯେହେତୁ ଆପଣ ଇଲେକ୍ଟ୍ରୋନିକ୍ସ ଜିନିଷ ବୁଝେଇବା ଚେଷ୍ଟା କରୁଛୁ ଆଉ ବୁଝେଇବା ଚେଷ୍ଟା କରୁଛୁ ହେଲା ଠିକ ଅଛି ଥ୍ୟାଙ୍କ ୟୁ Uh, I would like to welcome you all to this program, which is known as Cyber Safety Program. It is a well thought program by the government of India. So started in the probably 2018. In the subsequently in the year 2021, they have reached the peak point. It is only mean uh, for the safety purpose of the we can say we are the victim of the cyber fraudsters in the day-to-day life. All of us were into mobile, internet, and you can say the laptop computers. Behind sir, SI of this police station, Madam is also with us, and our beloved principal media person sir is there. I would like to welcome you once again. You listen with regular basis so that you can learn how to overcome such kind of serious things. To request to Muncha answers, sir, as I have sub inspector of police to address my students about cyber crime. ତା ସହିତ ଆମେ ତା ସହିତ ଆମର ବ୍ୟାଙ୍କ ଆକାଉଣ୍ଟ ଆମର ସୋସିଆଲ ମିଡିଆ ଯେଉଁ ଫେସବୁକ୍ ହ୍ୱାଟ୍ସଆପ୍ ଇନଷ୍ଟାଗ୍ରାମ ଯେମିତି ଆମେ ସେଫ୍ଟିରେ ରଖିବା କୌଣସି ତଥ୍ୟ କିଏ ନେଇ ନ ପାରେ ସେ ବିଷୟରେ ଆମେ ଜାଣିବା ହେଲା ତ କୌଣସି ଆପଣଙ୍କୁ ପ୍ରୋଗ୍ରାମ ଆମେ କଲ୍ କଲେ ଭିଡ଼ିଓ କଲ୍ କଲେ ଆପଣ କୌଣସି ଯାଞ୍ଚ କରନ୍ତୁ ସିଏ ଆମର ପରିଚିତ ଲୋକ କି ଅଜଣା ଲୋକ ଭେରିଫାଏ କରନ୍ତୁ ତାପରେ ତାର ଭିଡ଼ିଓ କଲ୍ ହଉ ଅଡ଼ିଓ କଲ୍ ରିସିଭ୍ କରିବେ ଯଦି କୌଣସି ଆପଣ ସାଇବର ଶିକାର ହେଉଥିଲେ ଜାଣିଲେ ତ ଆପଣଙ୍କୁ କଲ୍ କରିଥିଲେ ଆପଣ କୌଣସି ଜବ୍ ପାଇଲେ ସେମିତି କଲେ ଆପଣଙ୍କୁ ଇଣ୍ଟିଗ୍ରେସନ୍ ନେଟୱାର୍କ ପଠେଇବ ସେଇଟାକୁ ଆପଣ ଡାଉନଲୋଡ୍ କରନ୍ତୁ କାହିଁକି ଆଜିକାଲି ଏତିକି ଆପ୍ କିମ୍ବା କୌଣସି ଆମର ମୋବାଇଲକୁ ହ୍ୟାକ୍ କରିଦିଅନ୍ତୁ ତ ସମସ୍ତେ ନିଜ ନିଜ ହ୍ୱାଟ୍ସଆପ୍ କିଣନ୍ତୁ ସମସ୍ତେ ନିଜ ନିଜ ଆଚ୍ଛା ହ୍ୱାଟ୍ସଆପ୍ ପାଇଲା ଆଜି ଠିକ୍ ଅଛି ହ୍ୱାଟ୍ସଆପ୍କୁ ଯାଇକି ଆମର ଷ୍ଟୋରେଜ୍ ଡାଟା ସେଇଠି ଦେଖିବା ଫଟୋ ଡାଉନଲୋଡ୍ ଅଟୋ ଡାଉନଲୋଡ୍ ଏପିକେ ଫାଇଲ୍ ଅଛି ତ ସେଇଟାକୁ ଆପଣ ମାନେ ସବୁବେଳେ ଅଫ୍ କରିଦିଅନ୍ତୁ ଯୋଉଟା ଅଛି ଦେଖିବେ ଏଇଟା ମୋର ଡାଟା ଅନ୍ କରିବ ମାନେ ଫଟୋ ଅଟୋମେଟିକାଲି ଡାଉନଲୋଡ୍ ହେଇଯିବ ତ ଏଇ ଜିନିଷକୁ ସମସ୍ତେ ଅଫ୍ କରିଦେଇଥାନ୍ତୁ ହେଲା ସମସ୍ତେ ଏଇ ଜିନିଷକୁ ଅଫ୍ କରିଦେଲେ କଣ କଲା ଆମକୁ କୌଣସି ଲୋକ ଆଜିକାଲି ଫଟୋ କିମ୍ବା ଏପିକେ ଫାଇଲ୍ କୌଣସି ଆପଣଙ୍କର ଜନସେବା କେନ୍ଦ୍ର ନହେଲେ ଆପଣଙ୍କ ଫେସବୁକ୍ ଆଇଡି ଯଦି କିଏ ମାଗିଲା ଅଜଣା ବ୍ୟକ୍ତି ବୁଝିଲ ତାକୁ ସେୟାର କରିବ ନାହିଁ ସଠିକ ନକରେ